ଦଶମ ଶ୍ରେଣୀ ସାହିତ୍ୟ ପଞ୍ଚମ ପାଠ ମଙ୍ଗଳେ ଅଇଲା ଉଷା। ଆସ ଆଜି ଆମେ ଏହି ପାଠର ପ୍ରଶ୍ନ ଉତ୍ତର ଆଲୋଚନା କରିବା। 1 ନମ୍ବର ଦେଖ, ବିକୋଚ ରାଜୀବ ଦୃଶା ନିମ୍ନୋକ୍ତ କେଉଁ ଅର୍ଥକୁ ବୁଝାଉଛି? ତ ଏହାର 4ଟି ଅପସନ୍ ଅଛି। ସଠିକ ଉତ୍ତର ହେବ କ, ପ୍ରସ୍ଫୁଟିତ ପଦ୍ମ ଫୁଲ ସଦୃଶ ଆଖି ଯାହାର। 2 ନମ୍ବର, ଅରୁଣ କଷାୟ ବାସ ର ଅର୍ଥ ସ୍ୱରୂପ କେଉଁ ଉକ୍ତିଟି ଠିକ୍? ତ ଏହାର ସଠିକ ଉତ୍ତର ହେବ ଗ, ଅରୁଣ ରଙ୍ଗର କଷାୟ ବସ୍ତ୍ର। 3 ନମ୍ବର, ଉଷାକୁ ପ୍ରଶଂସା କରି ସତୀ ସୀତା କେଉଁ ବାକ୍ୟଟି କହିଛନ୍ତି? ତ ଏଇ ତାର ମଧ୍ୟ 4ଟି ଅପସନ୍ ଅଛି ଆଉ ସଠିକ ଉତ୍ତର ହେବ କ, ଉଷା ତିମିର ବିଧ୍ୱଂସୀ। 4 ନମ୍ବର, ସୀତାଙ୍କର ଅନ୍ୟ ନାମ ବୈଦେହୀ ହେବାର କାରଣ କ'ଣ? ତ ଏହାର ସଠିକ ଉତ୍ତର ହେବ ଖ, ବିଦେହର କନ୍ୟା ଥିଲେ ସେ, ତେଣୁକରି ବୈଦେହୀ ତାଙ୍କର ନାମ ହେଲା। 5 ନମ୍ବର, ନିମ୍ନଲିଖିତ ପଦଗୁଡ଼ିକ ମଧ୍ୟରୁ କେଉଁଟି ରୂପକ କର୍ମଧାରୟ ନୁହେଁ ଚିହ୍ନାଇ ଦିଅ। ତ ଏହାର ସଠିକ ଉତ୍ତର ହେବ ଗ, ବୀଣା ଝଙ୍କାର। 6 ନମ୍ବର, ନିମ୍ନୋକ୍ତ ପ୍ରତ୍ୟେକ ଶବ୍ଦର 2ଟି ଭିନ୍ନ ଭିନ୍ନ ଅର୍ଥ ଲେଖ। ତ ଲେଖିବ ବାସ କହିଲେ ବସ୍ତ୍ର, ଆଉ ଗୋଟେ ହେଲା ବାସ କରିବା। ସେହିପରି ଅଙ୍କ କହିଲେ ହେବ କୋଳ, ଆଉ ଗୋଟେ ହେବ ଗଣିତ ପାଠ। ଆଉ କର କହିଲେ ହାତ, ଆଉ କିରଣ ମଧ୍ୟ ହେବ। ପଦ କହିଲେ ପାଦ, ଆଉ ପଦ୍ୟର ପଦକୁ ପଦ କୁହାଯାଏ। ସେହିପରି ବନର ଆଉ ଗୋଟେ ଅର୍ଥ ହେବ ଅରଣ୍ୟ, ଆଉ ଗୋଟେ ହେବ ଜଳ। ବିଧି କହିଲେ ବ୍ରହ୍ମା, ଆଉ ଗୋଟେ ବିଧି ହେଲା ନିୟମ। ସେହିପରି ଶ୍ରୁତି କହିଲେ କାନ, ଆଉ ବେଦର ଅନ୍ୟ ନାମ ମଧ୍ୟ ଶ୍ରୁତି। 7 ନମ୍ବର, ନିମ୍ନଲିଖିତ ଶବ୍ଦ ଗୁଡ଼ିକର 3ଟି ଲେଖାଏଁ ପ୍ରତିଶବ୍ଦ ଲେଖ। କୁସୁମର ହେବ ଫୁଲ, ପୁଷ୍ପ, ସୁମନ। ରାଜୀବର ହେବ ପଦ୍ମ, ପଙ୍କଜ, ଅରବିନ୍ଦ। ନୀରର ହେବ ଜଳ, ବନ, ପୟ। ରାତ୍ରିର ହେବ ରଜନୀ, ନିଶୀଥ, ନିଶି। ସେହିପରି ଗଗନର ପ୍ରତିଶବ୍ଦ 3ଟି ହେବ ଆକାଶ, ନଭ, ଆଉ ଅମ୍ବର। 8 ନମ୍ବର, କ ସ୍ତମ୍ଭର ପ୍ରତ୍ୟେକ ପଦ ସହିତ ଖ ସ୍ତମ୍ଭର ଉପଯୁକ୍ତ ପଦ ଯୋଗ କର। ତ କ ସ୍ତମ୍ଭର ସରସ୍ୱତୀ ହେବ କ ସ୍ତମ୍ଭର ବୀଣା ଝଙ୍କାର। ସେହିପରି କ ସ୍ତମ୍ଭର ମୁକ୍ତା, ଖ ସ୍ତମ୍ଭର ଉପହାର। କ ସ୍ତମ୍ଭର ଉଷା, ଖ ସ୍ତମ୍ଭର ହେବ ସୁକୁମାର ଦେହୀ। ସେହିପରି କୁମ୍ଭାଟୁଆର ହେବ ସ୍ତବ ପାଠ, ଆଉ ମଙ୍ଗଳ ପ୍ରଦୀପର ହେବ ପ୍ରଭାତୀ ତାରା, ଆଉ ତମସାର ହେବ ଆଶ୍ରମଧାତ୍ରୀ। 9 ନମ୍ବର, ବନ୍ଧନୀ ମଧ୍ୟରେ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର। ତୁମ୍ଭ କୋମଳ ଚରଣ କରେ ଡେକ୍ସ ଆହରଣ। ତ ଏଇଟା ହେବ ଜ୍ୟୋତି ଆହରଣ। ସେହିପରି ଖ ନମ୍ବର, ବନ୍ଦିଲେ ଉଷାର ଡେକ୍ସ ସବିନୟରେ, ପଦ ସବିନୟରେ। ଗ ନମ୍ବର ଦେଖ, ଜାନକୀ ଦର୍ଶନ ଡେକ୍ସ ହୃଦୟ ବହି, ତୃଷା ହୃଦୟ ବହି। ଘ ନମ୍ବର ହେବ ପ୍ରାଙ୍ଗଣେ କୁସୁମ ବିଞ୍ଚି ସୁବାସିତ ଡେକ୍ସ ସିଞ୍ଚି, ନୀର ସିଞ୍ଚି। 10 ନମ୍ବର, କ୍ଷୁଦ୍ର ଉତ୍ତର ସବୁ ଲେଖିବା। ଏବେ 10ରେ ଅଛି, ଦରଶନ ଦିଅ ସତୀ ରାତି ପାହିଲା, ଏକଥା କିଏ କାହାକୁ କହିଛନ୍ତି? ତ କବି ଗଙ୍ଗାଧର ମେହେରଙ୍କ ରଚିତ ମଙ୍ଗଳେ ଅଇଲା ଉଷା ଏକ ମନୋଜ୍ଞ ପ୍ରକୃତି ବର୍ଣ୍ଣନାମୂଳକ କବିତା। ଏଥିରେ ଦରଶନ ଦିଅ ସତୀ ରାତି ପାହିଲା ବୋଲି ମଙ୍ଗଳମୟୀ ଉଷା ସତୀ ସୀତାଙ୍କୁ କହିଛନ୍ତି। 11 ନମ୍ବର, ବାଲ୍ମୀକି ଆଶ୍ରମକୁ ଉଷା କାହିଁକି ଆଗମନ କରିଥିଲେ ବୋଲି ବର୍ଣ୍ଣିତ ହୋଇଛି? ତ ସୀତାଙ୍କୁ ଦର୍ଶନ କରିବା ନିମିତ୍ତ ଉଷା ବାଲ୍ମୀକି ଆଶ୍ରମକୁ ଆଗମନ କରିଥିଲେ ବୋଲି ବର୍ଣ୍ଣିତ ହୋଇଛି। 12 ନମ୍ବର, ଉଷା ମଙ୍ଗଳ ମୁହୂର୍ତ୍ତରେ ଆସିଥିବା କଥା
କବିତାର କେଉଁ ପଦରୁ ଜଣାପଡ଼ୁଛି? ତ ମଙ୍ଗଳେ ଅଇଲା ଉଷା ପଦଟିରୁ ଉଷା ମଙ୍ଗଳ ମୁହୂର୍ତ୍ତରେ ଆସିଥିବା କଥା ଜଣାପଡ଼ୁଛି। 13 ନମ୍ବର, ଉଷା ଉପହାର ସ୍ୱରୂପ କ'ଣ ଆଣିଛନ୍ତି? ତ ଉଷା ଉପହାର ସ୍ୱରୂପ ଶିଶିର ରୂପକ ମୁକ୍ତା ଆଣିଛନ୍ତି। 14 ନମ୍ବର, ଉଷାଙ୍କ କର ବୋଲି କବି କାହାକୁ କଳ୍ପନା କରିଛନ୍ତି? ତ ଉଷାଙ୍କ କର ବୋଲି ପଲ୍ଲବକୁ, କଅଁଳିଆ ପତ୍ରକୁ କବି କଳ୍ପନା କରିଛନ୍ତି। 15 ନମ୍ବର, ଉଷା କେଉଁ ସ୍ଥାନରେ ରହି ସୀତାଙ୍କୁ ଡାକିଲେ? ତ ଉଷା ସୀତାଙ୍କ ବାସ ବାହାରେ ରହି ତାଙ୍କୁ ଡାକିଲେ। 16 ନମ୍ବର, କଳକଣ୍ଠ କଣ୍ଠରେ କିଏ କହିଲା? ତ କଳକଣ୍ଠ କଣ୍ଠରେ ଉଷା କହିଲା। 17 ନମ୍ବର ଦେଖ, ଉଷା କି ପ୍ରକାର ବସ୍ତ୍ର ପିନ୍ଧିଛନ୍ତି? ତ ଉଷା ଅରୁଣ କଷାୟ ବସ୍ତ୍ର ପିନ୍ଧିଛନ୍ତି। 18 ନମ୍ବର, କବି ଉଷାଙ୍କୁ କେଉଁ ରୂପରେ ବର୍ଣ୍ଣନା କରିଅଛନ୍ତି? ତ କବି ଗଙ୍ଗାଧର ମେହେର ମଙ୍ଗଳେ ଅଇଲା ଉଷା କବିତାରେ ଉଷାଙ୍କୁ ଏକ ନାରୀ ରୂପରେ ବର୍ଣ୍ଣନା କରିଛନ୍ତି। ଅରୁଣ କଷାୟ ବାସ ପରିହିତା କୁସୁମ କାନ୍ତି ମଣ୍ଡିତା ଏହି ନାରୀ ସ୍ୱର୍ଗପୁରରୁ ଓହ୍ଲାଇ ଆସିଥିବା ଯୋଗେଶ୍ୱରୀ ରୂପରେ କବି ଲେଖନୀରେ ପରିକଳ୍ପନା ହୋଇଛନ୍ତି। 19 ନମ୍ବର, ମର୍ତ୍ତ୍ୟ ଭୁବନକୁ ଉଷା ଆସିବାର ଉଦ୍ଦେଶ୍ୟ କ'ଣ? ତ ସୀତାଙ୍କର ଦୁଃଖ ରାଶିକୁ ନାଶ କରି ନବଜୀବନ ଦେବା ପାଇଁ ଉଷାଙ୍କର ମର୍ତ୍ତ୍ୟ ଭୁବନକୁ ଆସିବାର ଉଦ୍ଦେଶ୍ୟ। 20 ନମ୍ବର, ସୀତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଉଷା କି ବ୍ୟବସ୍ଥାମାନ କରାଇଥିଲେ? ତ ସୀତାଙ୍କୁ ଅଭିନନ୍ଦନ ଜଣାଇବା ନିମିତ୍ତ ଉଷା ବିଭିନ୍ନ ବ୍ୟବସ୍ଥାମାନ କରିଥିଲେ। ସମୀର ସଙ୍ଗୀତ ଗାଉଥିଲା, ଭ୍ରମର ବୀଣା ବଜାଉଥିଲା, ସୁରଭି ନୃତ୍ୟ ପରିବେଷଣ କରୁଥିଲା ଏବଂ କୁମ୍ଭାଟୁଆ ସ୍ତବ ପାଠ କରୁଥିଲା। 21 ନମ୍ବର, ଉଷା ସୀତାଙ୍କୁ ସତୀ ରାଜ୍ୟରାଣୀ ବୋଲି ସମ୍ବୋଧନ କଲେ କାହିଁକି? ତ ଶ୍ରୀରାମଙ୍କ ଦ୍ୱାରା କରାଯାଇଥିବା ଅଗ୍ନି ପରୀକ୍ଷାରେ ସୀତାଙ୍କର ଶ୍ରେଷ୍ଠତ୍ୱ ତଥା ସତୀତ୍ୱ ପ୍ରତିପାଦିତ ହୋଇଥିଲା। ତେଣୁ ଉଷା ତାଙ୍କୁ ସତୀ ରାଜ୍ୟରାଣୀ ବୋଲି ସମ୍ବୋଧନ କଲେ। 22 ନମ୍ବର, ସରସ୍ୱତୀଙ୍କ ବୀଣା ଝଙ୍କାର ସହିତ କାହାକୁ ତୁଳନା କରାଯାଇଛି? ତ ସରସ୍ୱତୀଙ୍କର ବୀଣା ଝଙ୍କାର ସହିତ ମୁନିମୁଖ ଉଚ୍ଚାରିତ ବେଦସ୍ୱନକୁ ତୁଳନା କରାଯାଇଛି। 23 ନମ୍ବର, ଏହାଦ୍ୱାରା ବନଭୂମିରେ କି ପରିବର୍ତ୍ତନ ଆସିଲା? ତ ଏହାଦ୍ୱାରା ବନଭୂମି ଉଜ୍ଜ୍ୱଳ ହୋଇ ଉଠିଲା। 24 ନମ୍ବର, ଅନୁକମ୍ପା କିଏ? ତ ଅନୁକମ୍ପା ବାଲ୍ମୀକି ଆଶ୍ରମର ଜଣେ ବ୍ରହ୍ମଚାରିଣୀ ତପସ୍ୱିନୀ। 25 ନମ୍ବର, ଅନୁକମ୍ପା ସୀତାଙ୍କୁ କ'ଣ କହିଲେ? ତ ମଙ୍ଗଳେ ଅଇଲା ଉଷା କବିତାରେ କବି ଗଙ୍ଗାଧର ମେହେର ଅନୁକମ୍ପାଙ୍କୁ ଆଶ୍ରମବାସିନୀ ଜଣେ ତପସ୍ୱିନୀ ରୂପେ ବର୍ଣ୍ଣନା କରିଛନ୍ତି। ସେହି ଅନୁକମ୍ପା ଉଷା କାଳରେ ସୀତାଙ୍କ ନିକଟରେ ପହଞ୍ଚି ସୁକୁମାର ଦେଇ ଉଷାଙ୍କୁ ଦର୍ଶନ ଦେଇ ତୋଷ କରିବାକୁ ଗମ୍ଭୀର କଣ୍ଠରେ କହିଲେ। 26 ନମ୍ବର, ସୀତାଙ୍କ ହୃଦୟରେ ପ୍ରତିବିମ୍ବିତ ବୀର ରାମମୂର୍ତ୍ତିକୁ କବି କାହାପରି ବୋଲି କହିଛନ୍ତି? ତ ପଦ୍ମ ହୃଦୟର ଶିଶିର ବିନ୍ଦୁରେ ଶରତ ସୂର୍ଯ୍ୟ ରଶ୍ମିର ପ୍ରତିବିମ୍ବ ପରି ସୀତାଙ୍କ ହୃଦୟରେ ପ୍ରତିବିମ୍ବିତ ବୀର ରାମମୂର୍ତ୍ତିକୁ କବି କହିଛନ୍ତି। 27 ନମ୍ବର, ସୀତାଙ୍କ ହୃଦୟ ଶୋକ ଜର୍ଜରିତ ହେବାର କାରଣ କ'ଣ? ତ ମଙ୍ଗଳେ ଅଇଲା ଉଷା କବିତାରେ କବି ଗଙ୍ଗାଧର ମେହେର ସତୀ ସୀତାଙ୍କୁ ଆଶ୍ରମବାସିନୀ ତପସ୍ୱିନୀ ରୂପେ ଚିତ୍ରଣ କରିଛନ୍ତି। ମଙ୍ଗଳମୟୀ ଉଷାଙ୍କୁ ଦର୍ଶନ ଦେବାକୁ ସୀତା ଆଶ୍ରମବାସିନୀ ଅନ୍ୟତମ ତପସ୍ୱିନୀ ଅନୁକମ୍ପାଙ୍କ ଆମନ୍ତ୍ରଣରେ ଆସନରୁ ଉତ୍ଥିତା ହୁଅନ୍ତେ ବୀର ରାମଚନ୍ଦ୍ରଙ୍କର ମୂରତି ସ୍ମରଣରେ ତାଙ୍କର ହୃଦୟ ଶୋକ ଜର୍ଜରିତ ହୋଇଥିଲା। 28 ନମ୍ବର, ସୀତା ଉଷାଙ୍କ ପଦ ବନ୍ଦନା କରି କ'ଣ କହିଲେ? ତ କବି ଗଙ୍ଗାଧର ମେହେର ମଙ୍ଗଳେ ଅଇଲା ଉଷା କବିତାରେ ଉଷାଙ୍କୁ ଜଣେ ମଙ୍ଗଳମୟୀ ଯୋଗେଶ୍ୱରୀ ରୂପରେ ବର୍ଣ୍ଣନା କରିଛନ୍ତି।
ଉଷା ସୀତାଙ୍କୁ ଦର୍ଶନ କରିବାକୁ ଉପସ୍ଥିତ ହୁଅନ୍ତେ ସୀତା ଉଷାଙ୍କୁ ଦର୍ଶନ ଦେବା ସହିତ ତାଙ୍କର ପଦବନ୍ଦନା କରି ରଘୁବଂଶର ତଥା ବୀର ଶ୍ରୀରାମଚନ୍ଦ୍ରଙ୍କ ଶୁଭ ସମ୍ପାଦିନୀ ହେବାକୁ କହିଲେ। 29 ନମ୍ବର ଉଷାଙ୍କୁ ଶୁଭ୍ର ସୌରଭ ରସିକେ ବୋଲି ସୀତା କହିଲେ କାହିଁକି? ତ ଆଶ୍ରମର ତପସ୍ୱିନୀ ଅନୁକମ୍ପାଙ୍କ ନିର୍ଦ୍ଦେଶ କ୍ରମେ ସତୀ ସୀତା ବିନୟ ସହକାରେ ଉଷା ଦେବୀଙ୍କର ପଦବନ୍ଦନା କଲେ। ଏହି ଅବସରରେ ସେ ଉଷାଙ୍କ ପବିତ୍ରତାକୁ ପ୍ରଶଂସା କରି ଶୁଭ୍ର ସୌରଭ ରସିକା ବୋଲି ବର୍ଣ୍ଣନା କରି ରଘୁବଂଶର ତଥା ଶ୍ରୀରାମଚନ୍ଦ୍ରଙ୍କର ଶୁଭ ବିଧାନ କରିବାକୁ ଅନୁରୋଧ କଲେ। 30 ନମ୍ବର ଶୁଭ ସମ୍ପାଦିନୀ ହୁଅ ରଘୁବଂଶିକେ ଏ କଥା କିଏ କାହାକୁ କାହିଁକି କହିଛନ୍ତି? ତ ସ୍ୱଭାବ କବି ଗଙ୍ଗାଧର ମେହେର ମଙ୍ଗଳେ ଅଇଲା ଉଷା କବିତାରେ ଯୋଗେଶ୍ୱରୀ ରୂପେ ଉଷାଙ୍କୁ ବର୍ଣ୍ଣନା କରି ଆଶ୍ରମବାସିନୀ ସୀତାଙ୍କ ସହିତ ତାଙ୍କର ସାକ୍ଷାତର ଜୀବନ୍ତ ଚିତ୍ର ଚିତ୍ରଣ କରିଛନ୍ତି। ଉଷାଙ୍କ ସହିତ ସୀତାଙ୍କର ସାକ୍ଷାତ ହୁଅନ୍ତେ ସୀତା ଉଷାଙ୍କର ପଦବନ୍ଦନା କରି ରଘୁବଂଶର ତଥା ବୀର ଶ୍ରୀରାମଚନ୍ଦ୍ରଙ୍କର ମଙ୍ଗଳ ବିଧାନ ନିମିତ୍ତ ଉଷାଙ୍କୁ ଅନୁରୋଧ କରି ଶୁଭ ସମ୍ପାଦିନୀ ହୁଅ ରଘୁବଂଶିକେ ବୋଲି କହିଛନ୍ତି। ଉଷା ସୂର୍ଯ୍ୟଙ୍କର ଆଗମନର କାରଣ ଏବଂ ତିମିର ଧ୍ୱଂସକାରିଣୀ ହୋଇଥିବାରୁ ସୂର୍ଯ୍ୟବଂଶର ବୀର ଶ୍ରୀରାମଚନ୍ଦ୍ରଙ୍କର ସେ ଶୁଭ ସମ୍ପାଦିନୀ ହୋଇପାରିବେ। ତେଣୁ ସେ ଏହା କହିଛନ୍ତି। 31 ନମ୍ବର ତମସାକୁ ଆଶ୍ରମଧାତ୍ରୀ ବୋଲି କାହିଁକି କୁହାଯାଇଛି? ତ ବାଲ୍ମୀକି ଆଶ୍ରମ ନିକଟରେ ପ୍ରବାହିତା ତମସା ନଦୀ ଆଶ୍ରମବାସୀଙ୍କ ହିତ ସାଧନୀ ହୋଇଥିବାରୁ ତାହାକୁ ଆଶ୍ରମଧାତ୍ରୀ ବୋଲି କୁହାଯାଇଛି। 32 ନମ୍ବର ତମସା ନଦୀ କି ଆୟୋଜନ କରି ସତୀ ସୀତାଙ୍କର ଆଗମନକୁ ଅପେକ୍ଷା କରିଥିଲେ? ତ ତମସା ନଦୀ ପ୍ରାଙ୍ଗଣରେ କୁସୁମ ବିଞ୍ଚିବା ସହିତ ସୁବାସିତ ନୀର ସିଞ୍ଚନ କରିଥିଲେ। ପ୍ରଭାତୀ ତାରକା ରୂପକ ମଙ୍ଗଳ ପ୍ରଦୀପ ଲଗାଇ ସେ ସତୀ ସୀତାଙ୍କର ଆଗମନକୁ ଅପେକ୍ଷା କରିଥିଲେ। 33 ନମ୍ବର ତମସା ନଦୀ ସୀତାଙ୍କୁ କିପରି ସ୍ୱାଗତ ଜଣାଇଥିଲା? ମଙ୍ଗଳେ ଅଇଲା ଉଷା କବିତାରେ କବି ଗଙ୍ଗାଧର ମେହେର ତମସା ନଦୀକୁ ମାନବୀୟ ସ୍ୱଭାବରେ ଚିତ୍ରଣ କରିଛନ୍ତି। ରାତ୍ରି ଶେଷରେ ତମସା ନଦୀ ତାର ପ୍ରାଙ୍ଗଣରେ କୁସୁମ ବିଞ୍ଚି ସୁବାସିତ ନୀର ସିଞ୍ଚି ପ୍ରଭାତୀ ତାରା ରୂପକ ପ୍ରଦୀପ ଲଗାଇ ମୀନ ନୟନରେ ଚାହିଁ ତରଙ୍ଗ ରୂପକ କରରେ ସ୍ୱାଗତ ଜଣାଇଥିଲା। 34 ନମ୍ବର ସୀତାଙ୍କୁ ଲାଭ କରି ତମସା ନିଜକୁ ଭାଗ୍ୟବତୀ ବୋଲି ଭାବିଛନ୍ତି କାହିଁକି? ସୀତାଙ୍କୁ ଲାଭ କରି ତମସା ନିଜକୁ ଭାଗ୍ୟବତୀ ବୋଲି ଭାବିଛନ୍ତି କାହିଁକି? ତ ଲେଖିବ ଯେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ରଚିତ ମଙ୍ଗଳ ଅଇଲା ଉଷା କବିତାରେ ତମସା ଏକ ନଦୀ ନୁହେଁ ସତେ ଯେଭଳି ସେ ଏକ ସ୍ନେହଶୀଳା ନାରୀ ରୂପେ ବର୍ଣ୍ଣିତା। ରାତ୍ରିର ଶେଷରେ ସୀତା ଆଶ୍ରମବାସିନୀ ତପସ୍ୱିନୀମାନଙ୍କ ଗହଣରେ ତମସାକୁ ସ୍ନାନ କରିବାକୁ ଯାଆନ୍ତି। ଅଯୋଧ୍ୟାର ରାଜଲକ୍ଷ୍ମୀ ସୀତା ସମସ୍ତ ଭୋଗ ପିପାସା ତ୍ୟାଗ କରି ତମସା ଅଙ୍କରେ ସ୍ନାନ କରୁଥିବାରୁ ଏହି ମହାନ ସତୀ ତପସ୍ୱୀଙ୍କର ସାନ୍ନିଧ୍ୟ ପାଇ ସେ ନିଜକୁ ଭାଗ୍ୟବତୀ ବୋଲି ମନେ କରିଛି। ସୀତାଙ୍କ ସ୍ନାନ ତା ପାଇଁ ସଂସାର ଜନଙ୍କ ମୁଖରେ ପ୍ରଶଂସାର କାରଣ ହେବ ବୋଲି ସେ ବିଚାର କରିଛି। ଏହାପରେ ଅଛି ସରଳାର୍ଥ। 35 ନମ୍ବର ଦେବା ପାଇଁ ନବଜୀବନ ସ୍ୱର୍ଗକୁ କି ଓହ୍ଲାଇଛନ୍ତି ମର୍ତ୍ତ୍ୟ ଭୁବନ। ତ ଏହାକୁ ଲେଖିବ ଦେବା ପାଇଁ ... ଭୁବନ। ସଂସ୍କୃତ ପଦ୍ୟାଂଶଟି ମଙ୍ଗଳେ ଅଇଲା ଉଷା ଶୀର୍ଷକ କବିତାରୁ ଗୃହୀତ। ଆଲୋଚ୍ୟ ପ୍ରସଙ୍ଗରେ କବି ଉଷା ଦେବୀଙ୍କର ଉପସ୍ଥିତିର କାରଣ ତର୍ଜନା କରିଛନ୍ତି। ମଙ୍ଗଳମୟୀ ଉଷା ସତୀ ସୀତାଙ୍କ ଦର୍ଶନ ପାଇଁ ଆବେଗ ହୃଦୟା ହୋଇ ଆଶ୍ରମ ପ୍ରାଙ୍ଗଣରେ ଉପସ୍ଥିତ ହୋଇଛି। ସେ ସୀତାଙ୍କ ବାସଗୃହ ବାହାରେ ରହି କୋକିଳ ମଧୁର କଣ୍ଠରେ ସୀତାଙ୍କୁ ଶୁଭ ସମ୍ଭାଷଣ ଜଣାଇ ରାତି ପାହିବାର ସୂଚନା ଦେଇଛି। ଅରୁଣ କଷାୟ ବାସ ପରିହିତା କୁସୁମ କାନ୍ତି ମଣ୍ଡିତା ଉଷାଙ୍କୁ
କବି ସ୍ୱର୍ଗପୁରରୁ ଓହ୍ଲାଇଥିବା କେହି ଯୋଗେଶ୍ୱରୀ ବୋଲି ତର୍କଣା କରିଛନ୍ତି। ସତେ ଯେଭଳି ଆଶ୍ରମବାସିନୀ ଶୋକ ଜର୍ଜରିତା ସୀତାଙ୍କୁ ନବଜୀବନ ଦେବା ପାଇଁ ମର୍ତ୍ତ୍ୟ ଭୁବନରେ ପହଞ୍ଚିଛନ୍ତି କି ବୋଲି କବି ବିଚାର କରିଛନ୍ତି। ଉକ୍ତ ପ୍ରସଙ୍ଗରେ କବିଙ୍କ କବିତ୍ୱ ଅତ୍ୟନ୍ତ ହୃଦୟସ୍ପର୍ଶୀ। 36 ନମ୍ବର। ବୈକୁଣ୍ଠେ ହୋଇ ଧ୍ରୁପତୀ ଅନନ୍ତ ଶ୍ରୁତି କି ଗତି ବହିଲା କି ସରସ୍ୱତୀ ବୀଣା ଝଙ୍କାର। ତ ଲେଖିବ ବୈକୁଣ୍ଠେ ... ଝଙ୍କାର। ତାପରେ ଲେଖିବ ଉକ୍ତ ପଦ୍ୟାଂଶଟି ମଙ୍ଗଳେ ଅଇଲା ଉଷା ଶୀର୍ଷକ କବିତାରୁ ଗୃହୀତ। ଆଲୋଚ୍ୟ ପ୍ରସଙ୍ଗରେ କବି ଗଙ୍ଗାଧର ମେହେର ଆଶ୍ରମ ପରିବେଶରେ ମୁନିମାନଙ୍କର ବେଦଧ୍ୱନିର ମହନୀୟତା ବର୍ଣ୍ଣନା କରିଛନ୍ତି। ପ୍ରଭାତ ଅବସରରେ ମୁନିମୁଖ ଉଚ୍ଚାରିତ ବେଦ ସ୍ୱନରେ ଶ୍ୟାମଳିମା ଶୋଭିତ ସମଗ୍ର ବନଭୂମି ପୂର୍ଣ୍ଣ ହୋଇ ଉଠିଲା। ଗଗନ ଭେଦୀ ଓଙ୍କାର ଧ୍ୱନି ଶୁଣାଗଲା। ଏହି ପରିବେଶ ସତେ ଯେଭଳି ବୈକୁଣ୍ଠ ଲୋକରେ ତୃପ୍ତି ଦେବା ସହିତ ପାତାଳ ରାଜା ବାସୁକୀଙ୍କୁ ମଧ୍ୟ ସୁଖ ଦେଲା। ପୁନଶ୍ଚ କବି ତର୍କଣାରେ ସତେ ଯେଭଳି ସରସ୍ୱତୀଙ୍କର ବୀଣା ଝଙ୍କାର ସୃଷ୍ଟି ହେଲା କି। ଶେଷରେ ଲେଖିବ କବିଙ୍କର ବର୍ଣ୍ଣନା ଚାତୁରୀ ଓ ଭାବ ପ୍ରକାଶ ପ୍ରସଙ୍ଗଟିକୁ ଜୀବନ୍ତ କରିଛି। 37 ନମ୍ବର। ଭାଗ୍ୟବତୀ ମୋତେ ସଂସାରେ ବୋଲିବେ ତୋ ଯୋଗୁଁ ଏକ ପର ସଂସାରେ। ତ ଭାଗ୍ୟବତୀ ... ପର ସଂସାରେ। ସଂସ୍କୃତ ପଦ୍ୟାଂଶଟି ମଙ୍ଗଳେ ଅଇଲା ଉଷା ଶୀର୍ଷକ କବିତାରୁ ଆନୀତ। ଆଲୋଚ୍ୟ ପ୍ରସଙ୍ଗରେ ସ୍ୱଭାବ କବି ଗଙ୍ଗାଧର ମେହେର ତମସା ନଦୀର ହୃଦୟ ଆବେଗକୁ ବର୍ଣ୍ଣନା କରିଛନ୍ତି। ତାପରେ ଲେଖିବ ଯେ ଗଙ୍ଗାଧର ମେହେରଙ୍କ ପ୍ରକୃତି ମାନବୀୟ ସମ୍ବେଦନଶୀଳତାରେ ପରିପୂର୍ଣ୍ଣ ହୋଇଛି। ତମସା ନଦୀକୁ କବି ଏଠାରେ ସ୍ନେହଶୀଳା ନାରୀଟିଏ ରୂପେ ବର୍ଣ୍ଣନା ବା ପରିକଳ୍ପନା କରିଛନ୍ତି। ମୁନିକନ୍ୟାମାନଙ୍କ ଗହଣରେ ସୀତା ତମସା ନଦୀରେ ସ୍ନାହାନକୁ ଯାଆନ୍ତେ ତମସା ନଦୀ ଆନନ୍ଦ ବିଭୋର ହୋଇ ତାର ହୃଦୟାବେଗ ପ୍ରକାଶ କରି ସୀତାଙ୍କ ନିକଟରେ ଅମୃତ ମଧୁର ସ୍ୱରରେ କହିଛି ଯେ ଅଯୋଧ୍ୟାର ରାଜଲକ୍ଷ୍ମୀ ସୀତା ସମସ୍ତ ଭୋଗ ପିପାସା ତ୍ୟାଗ କରି ତା ଅଙ୍କରେ ବିହାର କରିବ। ଏଭଳି ଆଶା ତାର ନଥିଲା। ବର୍ତ୍ତମାନ ସେ ସେହି ସୌଭାଗ୍ୟ ପାଇଥିବାରୁ ସଂସାରରେ ପ୍ରଶଂସିତ ହେବ। ଶେଷରେ ଲେଖିବ ଆଲୋଚ୍ୟ ସମୀକ୍ଷା ଅନୁଯାୟୀ ପ୍ରସଙ୍ଗଟି ଗଭୀର ସମ୍ବେଦନଶୀଳତାର ସ୍ୱାକ୍ଷର ବହନ କରେ। 38 ନମ୍ବର। ଶୁଭ୍ର ସୌରଭ ରସିକେ ଶୁଭ ସମ୍ପାଦିନୀ ହୁଅ ରଘୁବଂଶିକେ। ତ ଏହାକୁ ଲେଖିବ ଶୁଭ୍ର ... ବଂଶିକେ। ସଂସ୍କୃତ ପଦ୍ୟାଂଶଟି ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ରଚିତ ମଙ୍ଗଳେ ଅଇଲା ଉଷା ଶୀର୍ଷକ କବିତାରୁ ଗୃହୀତ। ଆଲୋଚ୍ୟ ପ୍ରସଙ୍ଗରେ କବି ଉଷାକୁ ସୀତା କିପରି ଅନୁରୋଧ କରିଛନ୍ତି ତହିଁର ବର୍ଣ୍ଣନା କରିଛନ୍ତି। ତାପରେ ଲେଖିବ ଯେ ଆଶ୍ରମ ବ୍ରହ୍ମଚାରିଣୀ ତପସ୍ୱିନୀ ଅନୁକମ୍ପା ସୀତାଙ୍କ ନିକଟରେ ପହଞ୍ଚି ଉଷାକୁ ଦର୍ଶନ ଦେବା ନିମିତ୍ତ ଜଣାଇଲେ। ସୀତା ଅନୁରୂପ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ଆସନ ତ୍ୟାଗ କରି ଅନୁକମ୍ପାଙ୍କ ପାଦରେ ପ୍ରଣତି ଜଣାଇ ବିନୟ ସହକାରେ ଉଷାଦେବୀଙ୍କ ପଦବନ୍ଦନା କଲେ। ଏହି ଅବସରରେ ସୀତା ଉଷାଙ୍କୁ ଶୁଭ୍ର ସୌରଭ ରସିକା ବୋଲି ବର୍ଣ୍ଣନା କରି ରଘୁବଂଶର ତଥା ଶ୍ରୀରାମଚନ୍ଦ୍ରଙ୍କ ଶୁଭ ବିଧାନ କରିବାକୁ ଅନୁରୋଧ କଲେ। ଶେଷରେ ଲେଖିବ କବିଙ୍କ ବର୍ଣ୍ଣନାରେ ପ୍ରସଙ୍ଗଟି ଅତ୍ୟନ୍ତ ହୃଦୟସ୍ପର୍ଶୀ। ତ ଏହିପରି ଭାବରେ ପିଲାମାନେ ସବୁ ପ୍ରଶ୍ନର ଉତ୍ତର ଲେଖିବ। ଧନ୍ୟବାଦ।